like, share, and subscribe on our YouTube channel. ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟର ଜୁଲାଇ ମାସ ଠାରୁ ପ୍ରତ୍ୟେକ ରବିବାରରେ ନାଟକ ପରିବେଷଣକୁ ଆପଣମାନଙ୍କର ସମର୍ଥନ ସଦିଚ୍ଛା ଆଉ ଶୁଭେଚ୍ଛା ଆମମାନଙ୍କୁ ଅନୁପ୍ରାଣିତ କରିଛି। କିନ୍ତୁ ଅନେକ ଶୁଭାକାଂକ୍ଷୀ ଦର୍ଶକ ଦେଖି ନ ପାରିଥିବାର ଆମ ପାଖକୁ ଅଭିଯୋଗ ଏବଂ ସମ୍ବାଦ ଆସିଛି। ୟୁଟ୍ୟୁବ୍ ଚ୍ୟାନେଲରେ ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟର ଚ୍ୟାନେଲରେ ଏସବୁ ନାଟକ ଗୁଡ଼ିକ ସ୍ଥାପିତ ହୋଇ ରହିଲା। ସ୍ଥାପିତ ଏଇଥିପାଇଁ ଯେତେବେଳେ ଆପଣଙ୍କର ସୁବିଧା, ଯେଉଁ ଦିନ ସୁବିଧା, ଯେଉଁ ସମୟରେ ସୁବିଧା ଆପଣମାନେ ଦେଖିପାରିବେ। ସେଇଥିପାଇଁ ପ୍ରତ୍ୟେକ ଥର ଆମେ କହୁଛୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍। ସବସ୍କ୍ରାଇବ୍ ପାଇଁ କୌଣସି ଦେୟ ଦେବାକୁ ପଡ଼ିବନି। ଏଇଠି ଆପଣମାନଙ୍କୁ ମନେ ପକାଇ ଦେଉଛୁ ପରିବେଷିତ ଏହି ନାଟକ ଗୁଡ଼ିକର କିଛି ସ୍ମୃତି ଆଉ କିଛି ଅନୁଭୂତି। ସ୍ମୃତି ଆପଣମାନଙ୍କ ପାଇଁ, ଅନୁଭୂତି ଆମର ଦର୍ଶକମାନଙ୍କର, ଯାହା ସାଧାରଣତଃ ଆପଣମାନେ ବୋଧେ ଦେଖୁନାହାନ୍ତି, କିନ୍ତୁ ସେଇ କିଛି ଶବ୍ଦ, କିଛି ଧାଡ଼ି ଆମକୁ ଅନୁପ୍ରାଣିତ କରେ। ଯେଉଁଥିପାଇଁ ଆଜି ଆମେ ଦେଖାଉଛୁ ଜୁଲାଇ ମାସ 19 ତାରିଖ 2020 ମସିହାର କୋଣାର୍କ ବିକ୍ରି ହେବ। ସତରେ କ'ଣ କୋଣାର୍କ ବିକ୍ରି ହେବ? ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ has been uploading plays every Sunday from 19th of July 2020 and has inspired us with your support and goodwill. Although some viewers and our patron have said they have not been able to see it, I would like to remind them that in YouTube, in the Utkala Rangamancha Trust channel, you can always see it because it's now permanently placed. Anytime suitable to you, any day and at your convenience. The first play, Konarko Bikri Hobo. Will Konark temple be sold? Well, you have to see it to know. Amar Atma. କେହି କୁଆଡ଼େ ଯାଇପାରିବନି। ମୁଁ ଭୂତ ନୁହେଁ, ଆତ୍ମା, ଅମର ଆତ୍ମା। ଯୋଉ ଆତ୍ମା ଯେକୌଣସି ଶରୀରରେ ପ୍ରବେଶ କରିପାରେ, ଯେତେବେଳେ ଦରକାର ପଡ଼େ, ଆଉ ସେ ଦରକାର ପଡ଼ିଯାଇଛି। ମୋ କୋଣାର୍କ ସୁରକ୍ଷା ପାଇଁ, ମୋର ପାଳସ ବଡ଼ିଙ୍କର ନିହନ ମୂଲ୍ୟକୁ ସମ୍ମାନ ଦେବା ପାଇଁ, ମୋର ହଜି ଯାଇଥିବା ଧରଣାକୁ ଏଇ ମାଟିକୁ ଫେରି ଆଣିବା ପାଇଁ ମତେ ଗୋଟେ ଶରୀର ଦରକାର। ଗୋଟେ ଶରୀର, ଆଉ ସେ ଶରୀର ହଉଛି ତୁ।
कोणार्क मंदिर मु तैयारी करिछि कोणार्क बिक्री हम कोणार्क कर तुम बेपार प्रथम नाटकर किछि अनुभूति आपण पाइले द्वितीय नाटक सागर मंथन जदिओ इंग्रेजी नाटकर अनुकरण होता किंतु प्रथम परिवेषण होता 1964 मसीह नवनाट्य आंदोलन प्रारंभ यह नाटक प्राय 30-40 राति धरी प्रदर्शित होईची एवं भारतर अन्य स्थान मध्य देखंतु एवं आपणक मतामत मध्य शुणंतु देखंतु पढ़ंतु. The second play was Sagar Manthan. It was an adaptation of J.B. Priestley's An Inspector Calls. And it ran for more than 40 nights, not only in Bhubaneswar and Cuttack, but other parts of the country. We received a lot of compliments, but I would like to have your compliments as well. Sagar Manthan. କିନ୍ତୁ ହଠାତ୍ ଦିନେ ତାକୁ ମାଲିକ ପାଖକୁ ଡାକି କହିଲେ ତାକୁ ସେ କାମ ଛାଡ଼ିବାକୁ ପଡ଼ିବ। ତାମାନେ ଆମର ନିଶ୍ଚୟ କିଛି ଗୋଳମାଳ କରିଥିବ ନା ବେଶ ଭଲ କାମ କରୁଥିଲା ବୋଲି ମାଲିକ ତ ମୋତେ ନିଜେ କହୁଥିଲେ। ତା କେମିତି ହେବ ଯୋଉଟା ନିଶ୍ଚୟ କିଛି ଗଡ଼ବଡ଼ କରିଥିବ। ସେ ନିଜେ ଜାଣେ ନା ସେ କ'ଣ ସେ କରିଥିଲା କିନ୍ତୁ ଏତିକି ଜାଣେ ଜଣେ ଗରାଖ ତା ବିରୁଦ୍ଧରେ ମାଲିକଠାରେ ଅଭିଯୋଗ କରିଛନ୍ତି ଆଉ ସେଇଥିପାଇଁ ତାକୁ ସେ କାମ ଛାଡ଼ିବାକୁ ପଡ଼ିଲା। ଆଚ୍ଛା କେବେକାର କଥା ଇଏ ଗତ ବର୍ଷ ଜାନୁଆରୀ ଶେଷ ଆଡ଼କୁ। ଆଚ୍ଛା ସେ ଝିଅଟା ଦେଖିବାକୁ କେମିତି କୁହନ୍ତୁ ତ। ଦେଖିବେ ଦେଖିପାରିବେ କି? The third one was Chorhi, the bird, and it was a short story adapted for one act, one actor. We received a lot of goodwill, good wishes, comments because of the stage presentation as well as the acting and the story. चढ़ी आमर तृतीय नाटक जोटी गोटे क्षुद्र गल्प उपरे आधारित किंतु एकक अभिनय एवं मंच प्रयोग पाई विशेष आदृति लाभ करते। मते पढ़ापढ़ी तागिदा थाए किंतु हाँ मोर एबे भी मन अच्छे रविवार दिन दीपहर कईटा खट्टा कमला धरी दामिनी चली आसला सीधा ही रूम भीतर को पशि आसी खट उपर झरका को लगिकी बसीगला।
ଗମ୍ଭୀର ଲାଗୁଥାଏ ସେ କିଛି କହିବା ଆଗରୁ ମୁଁ ତରତର ହେଇ ଗିନା ରସୁଣ କଞ୍ଚାଲଙ୍କା ଲୁଣ ଯୋଗାଡ଼ ଲାଗିଗଲି। ଖଟା ଖଟା କମଳାକୁ ଚକଟି 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 ତା ପାଖରେ ଆସି ବସିଗଲି। ଆମେ ଦି ଜଣ ଯାକ ସାମ୍ନା ସାମ୍ନି ହେଇ ବସିଗଲୁ। ଅନ୍ୟମନସ୍କତା ଓ ଅସ୍ଥିରତା ପରେ ଦାମିନୀ କହିଲା, ସେ ଜଣକୁ ଭଲ ପାଏ। ଲୋକ ଜଣକ ତାଠାରୁ 10 ବର୍ଷ ବଡ଼, ବିବାହିତ, 3ଟା ଛୁଆ, ବଜାରରେ ଗୋଟାଏ ମନୋହାରୀ ଦୋକାନ ଅଛି ତାର। ସେ ଦି ଜଣ ଶପଥ କରିଛନ୍ତି ବିବାହ କରିବେ। ତା ନହେଲେ କନିଅର ମଞ୍ଜି ଖାଇ ଜୀବନ ଦେବେ। ସେଇ 3 ଜଣ, ସେ 3 ଜଣ ନ ହେଇପାରନ୍ତି, 6 ହେଇପାରନ୍ତି, 9 ହେଇପାରନ୍ତି, 12 ହେଇପାରନ୍ତି। Those 3 people, ସେଇ 3 ଜଣ, those 3 people, you see them everywhere, you meet them everywhere. Perhaps you haven't seen them in our play. ମତେ ଶୋଇବା ଘରେ ତାଲା ପକାଇ ରଖିଥିଲେ। ମୁଁ ଝରକା ଡେଇଁ ପଳେଇ ଆସିଲି। ପାର୍ଟି କରନି ତମେ। ସେମାନେ ତମକୁ ଖୋଜିବାକୁ ନିଶ୍ଚୟ ଏଇଠିକି ଆସିବେ। ତମେ ଚଞ୍ଚଳ ଏଇଠୁ ପଳାଅ ବାପୁ, ଚଞ୍ଚଳ ଯା। କୋଉଠିକି ପଳେଇବି? ଯୋଉଠି ତମକୁ କେହି ବି ଖୋଜି ପାଇବେନି ସେଇଠିକି। ସେମିତି କୋଉଠିକି? ଜଙ୍ଗଲ ଭିତରେ ପଶି ପାରିବ, ପାହାଡ଼ ଉପରକୁ ଚଢ଼ି ପାରିବ, ଗୁମ୍ଫା ଭିତରେ ଲୁଚି ପାରିବ। ପାରିବନି, ଜାଣିଛି ତମେ ପାରିବନି। କଣ କରିବି? କିଛି ଗୋଟେ କର ପପୁ, କିଛି ଗୋଟେ କର। କିଛି କରି ନ ପାରିଲେ ମର। Pili Soja was a translation of Bishop's Candle, but adapted to a typical Orissa scene, both for men and the emotions. It also appealed to many. Pili Soja, Bishop's Candle ଉପରେ ଆଧାରିତ। ଏଠି ମଣିଷ ଏବଂ ସମାଜ ଏବଂ ଦୁଇ ଜଣଙ୍କ ପରସ୍ପରର ମନୋମାଳିନ୍ୟ କହିବିନି, କିପରି ଭାବରେ ଭାବର ଆଦାନ ପ୍ରଦାନ ଦେଖିଲେ ବୁଝିବେ। ତମକୁ ରାତି ଅନ୍ଧାରରେ ଯିବାକୁ ହିଁ ପଡ଼ିବ। ମୁଁ ବୁଝିନଥିଲି ଯେ ଏ ଦୁନିଆରେ ଆଜି ବି କିଛି ଭଲ ଅଛି। ନରକରେ ସଢୁଥିବା ଲୋକଟିଏ ମୁଁ କାହିଁ ବୁଝିବି, କିନ୍ତୁ ଆଜି ବୁଝୁଛି ଯେ ଆପଣ ଜଣେ ଭଲ ଲୋକ। ହଁ, କିନ୍ତୁ ଗୋଟେ ବଡ଼ ଅଡ଼ୁଆ କଥା ଯେ ମାନେ
ମାଗିବି ଦେବେ? ये जगह छाड़ा पूर्व मत आप आशीर्वाद करेंगे से आशीर्वाद मोर लोड़ा ରୁହ ବନ୍ଧୁ। ତମର ଜିନିଷଟା ନବାକୁ ଭୁଲିଗଲ ଯେ? এইটা 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 ମୁଁ ନେବି? ଆପଣ କହୁଛନ୍ତି এইଟା ମୋର? এইটা ତମର ବେଶୀ କାମରେ ଲାଗିବ। ଆସ, এই କୁଡ଼ିଆ ପଛପାଖ ପାଦ ଚଲା ଜଙ୍ଗଲିଆ ରାସ୍ତାରେ ଗଲେ ସିଧା ସହରକୁ ବାଟରେ ଅଛି। ରାସ୍ତାଟା ଭାରି ନିଚାଟିଆ, ରାତିରେ ପୋଲିସ ବି ସେଠାରେ ନଜର ଦିଅନ୍ତି ନାହିଁ। ବଡ଼ ବିଚିତ୍ର କଥା। ମୁଁ ବୋକା ନିର୍ବୋଧ। ଆପଣ ମୋ ଭିତରେ ଗୋଟେ ନୂଆ ଚେତନା ଜାଗୃତି କରିଛନ୍ତି। ଆପଣ ମୋ ଭିତରେ ଗୋଟେ ନୂଆ ପ୍ରାଣ ପ୍ରାଣ ମାନେ ଭାବୁଛି ମୁଁ ମଣିଷ ହେଇଯାଇଛି, ଜଙ୍ଗଲର ପଶୁ ମଣିଷ। ସବୁବେଳେ ଗୋଟିଏ କଥା ମନେ ରଖିବ ବନ୍ଧୁ, ଆମ ସମସ୍ତଙ୍କ ପାଇଁ ମୁକ୍ତିର ବାଟ ଅଛି। फेरिबा रास्ता सारा मु से कथा ही भाभी भाभी चली। मो आई माँ मते थरे कही पारिबु लो झियो पारिबु, 7 घड़ियारू पानी नहीं आसी निज घड़ियारे ढाड़बू। कहीं कही कि संभावना से मो भीतर देखि पारथिले? निजे पारि नथिबा तांको पई संभवपर होई नथिबा स्वप्न, जहाँ प्रत्येक माँ प्रत्येक आई देखती तांको झियो पाई तांको नातुनी पाई, अथच कौन पारिली? आई को कथा झापसा ही आसुतला, जानी पारी थिले कवितामय होई जिबा माने 2 खंड होई जिबा, प्रति खंड को परस्पर ठारो दूराई रखिबा, आ से प्रक्रिया रे लहलुआ होई जिबा। कुआ कौन कहल मो काने रे कहब बाघर 8 वर्ष पर भी तमें मो का अच्छा हो हेला बाबा हेला कुह एते बड़ कथा मोर आमर एते दिन आशा ठीक अच्छे चलो आमे सांगे सांगे हॉस्पिटल जा। अरे सांगे सांगे जा तुम टिके रुह मुझे सांगे सांगे चेंज कर रुह। गोईठा बाबा उनको महात्म्य आपण देखी हसिबे, किंतु जड़े साधारण मनीष किपरि असाधारण हो पारे ता देखिले केवल बुझीपारे। गोईठा बाबा
the kicking saint. Well, how an ordinary person can become extraordinary, it's only when you see it, perhaps, you will realize. ওঠো ওঠো ଆଲୋ ହସୁଛୁ କ'ଣ? ମୁଁ ତ ତୋ ଉପରେ ରାଗିକି ଗୋଇଠା ମାରିଥିଲି। ତୁ ମୋ ଉପରେ ରାଗନ୍ତୁ କି କୋସନ୍ତୁ ସେମିତି ନ କରି କିଲି କିଲି ହସୁଛୁ। ଏ କାହିଁଛ ହସୁଛୁ କ'ଣ ପାଇଁ? ଏମିତି ପାଗରେ ଗୋଇଠା ମାଇଲୁ ଯେ ସକାଳ ପରେ ନିଆଁ ଲଗା ମୁଣ୍ଡଟା ବିନ୍ଧୁଥିଲା, ସଫା ଛାଡ଼ିଗଲା। ତୋ ଗୋଇଠାରେ କିମିଆ ଅଛି ଗୋକୁଳି, ଗୋଟିଏ ଗୋଇଠାରେ ମୁଣ୍ଡ ବିନ୍ଧା ଏକାଥରେ ଛୁ। କ'ଣ କହୁଛୁ ମା? ମୋ ଗୋଇଠା ଖାଇ ତୋ ମୁଣ୍ଡ ବିନ୍ଧା ଛାଡ଼ିଗଲା? ସତ କହୁଛି, ଏ ଦେଖୁନୁ ଆଖି ଛୁଁଛି। ହଉ ତୁ ବହୁତ ରାଗିଲୁ ଆଜି। ଖାଇବା ଦେଖିଲୁ, ଭୋକରେ ମୋ ପେଟ ପିଠିରେ ଲାଗିଲାଣି, ଆଉ ତୁ ଖାଉନୁ ବୋଲି ମୁଁ ବି ଖାଇପାରୁନି। ଦେଉଳ ଗୋସାଇଁ ଭୋଗ ଦେଇଥିଲେ, ନେ ଖା, ମୋ ସୁନାଟା ପରା, ଖା। ହଁ ଖାଇଦେ। নে ପିଇଦେ। ଶୋଉନୁ। ଭାଇ ତୁ ଶୁଅ, ମୁଁ ଆଉ ଟିକେ ଗଲେ ଶୋଇବି। କଣ ତୋର ଆଜି ହେଇଛି କେଜାଣି? ହଉ ମୁଁ ଶୋଇଲି। ଏମିତି ବାଗରେ ଗୋଇଠା ପକେଇଲୁ ଯେ ସକାଳ ପହରୁ ମୁଣ୍ଡଟା ବିନ୍ଧୁଥିଲା, ସଫା ଛାଡ଼ିଗଲା। ତୋ ଗୋଇଠାରେ ମନ୍ତର ଅଛି କୁକୁଳି, ଗୋଟିଏ ଗୋଇଠାରେ ମୁଣ୍ଡ ବିନ୍ଧା ଏକାଥରେ ଛୁ। ଖେଦ ଏକକ ଅଭିନୟ ହେଲେ ମଧ୍ୟ ରଥଯାତ୍ରାର ପୃଷ୍ଠଭୂମିରେ ଏକ କରୁଣ କାହାଣୀ ଯାହା ଆପଣଙ୍କୁ ସ୍ପର୍ଶ କରିବ। ଖେଦ, the grief will touch you not only because of the background of the famous Jagannath Rath Yatra, but also the pathetic story of a woman. ବି ଦେଖିଥିଲି, କିନ୍ତୁ ସାକ୍ଷାତ ଦେଖିଲେ ଏମିତି ଲାଗନ୍ତି କଳା ଠାକୁରେ। ସେମିତି ଠିଆ ହେଇଛି ହେଇଛି ହେଇଛି। କେତେ କାଳ ହେଇଗଲାଣି, ମୋ ଆଖିରୁ ଖାଲି ଧାର ଧାର ହେଇ ଲୁହ ବୋହି ଯାଉଛି।
ବୁଝିଲି ଯେ କାହିଁ ଏତେ ଲୋକ ଏତେ ଭିଡ଼ରେ ଭୋକ ଉପାସରେ ଖରା ତରରେ ଆଉଟି ପାଉଟି ହେଇ ସେଇଠି ଆସି ଠିଆ ହେଇଥିଲେ। ସତରେ ଏଇ ଠାକୁରଙ୍କ ପାଖରେ କଳା ଅଛି, କଳା ଅଛି ମୋ କଳା ସାଧକ ପାଖରେ କଳା ଅଛି। ମତେ ଲାଗିଲା କଣ ଯେମିତି ବାହାରିଗଲା ମୋ ଦିହ ଭିତରୁ ଆଉ ମିଶିଗଲା ସେଇ ଗଦା ହେଇଥିବା ଫୁଲ ଭିତରେ। ପରକଲମ ପ୍ରଥମ ଓଡ଼ିଆ ରାଜନୈତିକ ନାଟକ, ଯାହାକୁ 66 ବର୍ଷ ପରେ ଆମେ ମଞ୍ଚସ୍ଥ କରିବାର ସୁଯୋଗ ପାଇଥିଲୁ। ପରକଲମ, The Quill Pen, was the first Odia political play written 66 years ago, but we were privileged to stage it again for you. ଯାଉ ରାଜେନ୍ଦ୍ର, ତୁମ ବିରୁଦ୍ଧରେ ଏ ଷ୍ଟେଟ୍ର ଏ ଗଭର୍ଣ୍ଣମେଣ୍ଟର ଯେଉଁ ସବୁ ଗୁରୁତର ଅଭିଯୋଗ ରହିଛି ସେଥିପାଇଁ ତୁମେ ପ୍ରସ୍ତୁତ? ବେଶ କୁହ, ତୁମେ ଆଜି ସନ୍ଧ୍ୟାବେଳେ ରାଜଭବନକୁ ଯାଇଥିଲ କାହିଁକି? କାହିଁକି ତୁମେ ଲାଟଙ୍କ ସହିତ ସାକ୍ଷାତ କରିଥିଲ? ତୁମେ ମୋ ମନ୍ତ୍ରିମଣ୍ଡଳର ଜଣେ କ୍ୟାବିନେଟ୍ ମିନିଷ୍ଟର, ଅଥଚ ମୋର ବିନା ପରିବେଶନରେ ତୁମେ ସେଠିକି ଯାଇଥିଲ କାହିଁକି? କୋଉ ଉଦ୍ଦେଶ୍ୟରେ କୁହ? ଆପଣ ହୋସ୍ରେ ଅଛନ୍ତି ତ? କୁହ, ମୋ ପ୍ରଶ୍ନର ଉତ୍ତର ଦିଅ। ଇସ୍ମାଇଲ ଖାଁ କମ୍ପାନୀକୁ ଫ୍ରି ଟ୍ରେଡ୍ ଲାଇସେନ୍ସ ଦିଆଯାଇଥିଲା କାହିଁକି? ଓ ଦି ସେମ୍ ଓଲ୍ଡ ଷ୍ଟୋରି। ସାରା ଦେଶ ମୋତେ ସେ ଗୋଟିଏ ପ୍ରଶ୍ନ ପଚାରୁଛି ଆଉ ତମେ ବି ସେଇ ପ୍ରଶ୍ନ ପଚାରୁଛ, କିନ୍ତୁ ମୁଁ କହୁଛି ଶୁଣ, ବ୍ୟବସାୟ କରିବା ପାଇଁ ଗୋଟେ କମ୍ପାନୀକୁ ଲାଇସେନ୍ସ ଦେବାର ଅଧିକାର କ'ଣ ଗୋଟେ ଗଭର୍ଣ୍ଣମେଣ୍ଟର ନାହିଁ? ଅଛି, କିନ୍ତୁ ଫ୍ରି ଟ୍ରେଡ୍ ଲାଇସେନ୍ସ ବଳରେ କମ୍ପାନୀ ମନ ଇଚ୍ଛା ଧାନ ଚାଉଳର ଦର ବଢ଼େଇ ଦେବାରୁ ଲୋକମାନେ ଆଗ ପଛ ନ ବିଚାରି ସବୁ ଧାନ ଚାଉଳ କମ୍ପାନୀକୁ ଦେଇଦେଲେ। ଫଳରେ କମ୍ପାନୀ ଲକ୍ଷ ଲକ୍ଷ ବସ୍ତା ଚାଉଳ କଲିକତା ରପ୍ତାନି କଲା। ଏଣେ ଲୋକମାନେ ଖାଇବାକୁ ନ ପାଇ ମରିଗଲେ। ଓ ଆଇ ସି। ତାହେଲେ ଏଇସବୁ ଚାର୍ଜ ମୋ ବିରୁଦ୍ଧରେ ସଂଗଠନ କରିବା ପାଇଁ ତୁମେ ସୁଇଜରଲ୍ୟାଣ୍ଡରେ ମାତ୍ର 3 ମାସ ରହି ଫେରି ଆସିଛ। ବଟ୍ ରିମେମ୍ବର ରାଜେନ୍ଦ୍ର, ୟୁ ଆର୍ ଏ ଚାଇଲ୍ଡ। ତା ଛଡ଼ା କିଛି ଲୋକ ଯଦି ଦୁର୍ଘଟଣା ମରିଯାଆନ୍ତି ମୁଁ କ'ଣ କରିବି? ଦୁର୍ଘଟଣା? ହଁ, କିନ୍ତୁ ଆପଣ ଯାହାକୁ ଦୁର୍ଘଟଣା କହୁଛନ୍ତି, ମୁଁ ଯଦି ତାକୁ ପାଇ ଦୁର୍ଭିକ୍ଷ, ଆଉ ଏ ଦୁର୍ଭିକ୍ଷ ଆପଣ ନିଜେ ଡାକି ଆଣିଛନ୍ତି। ୟୁ ଆର୍ ଏ ଫୁଲ୍। ତୁମର ଅସଲ ପରିଚୟ ମୁଁ ଆଜି ଛାତ୍ର ଗଣ୍ଡଗୋଳ ପାଇସାରିଛି। କିନ୍ତୁ ତାର ବହୁ ପୂର୍ବରୁ ମୁଁ ଆପଣଙ୍କର ଅସଲ ପରିଚୟଟା ପାଇସାରିଛି। ଓ ଷ୍ଟପ୍ ଇଟ୍। କୁହ, ତୁମ ରାଜଭବନ ଯାଇଥିଲ କାହିଁକି? ଇସ୍ମାଇଲ ଖାଁ ଫ୍ରି ଟ୍ରେଡ୍ ଲାଇସେନ୍ସ ପାଇଲା ପରେ ଆପଣଙ୍କୁ ବସ୍ତା ପିଛା 2 ଟଙ୍କା କରି ଲାଞ୍ଚ ଦେଇଛି ରାଜେନ୍ଦ୍ର। ଆଉ ଆପଣ ତାଠୁ ମୋଟ 17 ଲକ୍ଷ ଟଙ୍କା ପାଇଛନ୍ତି। ଆଉ ସେ ଟଙ୍କା ଏପର୍ଯ୍ୟନ୍ତ କଲିକତାର ଗୋଟେ ବ୍ୟାଙ୍କରେ ଜମା ହେଇ ରହିଛି। ଜାଣିଛ ତମେ କାହାକୁ କ'ଣ କହୁଛ? ଠିକ୍ ଅଛି, ମୋ ପାଖରେ ସମସ୍ତ ପ୍ରମାଣ ଥାଇ ସୁଦ୍ଧା ଯଦି ମୁଁ ମିଛ କହୁଛି ତାହେଲେ ଆପଣ କୁହନ୍ତୁ। ମୁଁ ଆପଣଙ୍କ ମୁହଁରୁ ଶୁଣିବାକୁ ଚାହୁଁଛି ସତ କ'ଣ, କୁହନ୍ତୁ। ଜାଣିନି ତୁମେ କାହିଁକି ମୋ ବିରୁଦ୍ଧରେ ଠିଆ ହେଇଛ। ଇସ୍ମାଇଲ ଖାନ୍ ଆଣ୍ଡ କମ୍ପାନୀ ଠାରୁ ମୁଁ ଟଙ୍କା ଆଣିଛି ସତ, କିନ୍ତୁ ତୁମ ଭଳି ମୂର୍ଖ କେମିତି ବୁଝିବ ଯେ ସେ ଟଙ୍କା ମୁଁ ଆଣିଛି ଆମ ଦଳକୁ ବଞ୍ଚେଇ ରଖିବା ପାଇଁ, ଆଉ ସେଥିରେ ତମର ସ୍ୱାର୍ଥବୋଧ ଅଛି। ମିଛ। ନିଜକୁ ବଞ୍ଚେଇବାକୁ ଯାଇ ଆପଣ ଦଳର ଦ୍ୱାହି ଦଉଛନ୍ତି।
କାରଣ ଆପଣ ଦେଖୁଥିଲେ ଲକ୍ଷପତି ହବାର ସ୍ୱପ୍ନ। ରାଜେନ୍ଦ୍ର ସେଇଥିପାଇଁ ଆଜି ମୋ ବିରୁଦ୍ଧରେ 50 ଜଣ ଦଳକୁ କିଣିଦେବା ପାଇଁ ଚେଷ୍ଟା କରିଥିଲେ। ବିଭିନ୍ନ ମତର ବିଭିନ୍ନ ଦଳକୁ ଯୋଗାଡ଼ କରି ଆପଣ ଯୋଉ ଦଳ ଗଠନ କରିଥିଲେ ତାକୁ ଆଜି ଆପଣ ଭାଙ୍ଗି ଦେବା ପାଇଁ ଚେଷ୍ଟା କରିଥିଲେ। ଓ ଆଇ ସି ଜଷ୍ଟ ୱେଟ୍। ଯାଇ କିଛି ଲାଭ ନାହିଁ। What do you mean? ଆପଣଙ୍କର ସବୁ ଚେଷ୍ଟା ବ୍ୟର୍ଥ ହେଇଛି। କଲିକତାରେ ଇସ୍ମାଇଲ ଖାଁ ଲୋକମାନେ ମଟରରେ ଟଙ୍କା ନେଇ ଏଠିକି ଆସୁଥିଲେ। ରାତି 12ଟା ଭିତରେ ଆପଣ ପାଖରେ ପହଞ୍ଚିବାର ଥିଲା, କିନ୍ତୁ ଆପଣଙ୍କ ଦୁର୍ଭାଗ୍ୟ ସେ ମଟର ଆଉ ଟଙ୍କାକୁ ପୋଲିସ ଜବତ କରିଛି। ଏଣେ ଦେବାନନ୍ଦ ଜଣେ ହେଲେ ମେମ୍ବରକୁ ହାତ ମୁଠାକୁ ଆଣିପାରି ନାହାନ୍ତି। ଆଜି ସମସ୍ତ ମେମ୍ବର ଆପଣଙ୍କ ବିରୁଦ୍ଧରେ। ଆପଣଙ୍କର ସବୁ ଚେଷ୍ଟା ସତ୍ତ୍ୱେ ଏ ଦେଶରେ ଗଣତନ୍ତ୍ର ଶାସନ ରହିବ ରହିବ। ରାଜେନ୍ଦ୍ର 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 ଗୀତା ତମେ କାହିଁକି ଆସିଲ? ନର ରୂପରେ ମୁଁ ଯାହାକୁ ଦିନେ ଭଗବାନ ବୋଲି ଭାବୁଥିଲି, ଆଜି ଭାବୁଛି କ୍ଷମତା ଆଉ ଟଙ୍କା ପାଇଁ ସେ କେମିତି ପଶୁ ପାଲଟି ଯାଇଛନ୍ତି। This hypocrite guy! ଏଇ ମୋଠୁ ରାଜେନ୍ଦ୍ରକୁ ଛଡ଼େଇ ନେଇଛି। This guy! ଚାଲିଯା ଚାଲିଯା, ସମସ୍ତେ ଚାଲିଯା ଚାଲିଯା ଚାଲିଯା। କଣ ହେଲା? ସାର୍ ଗଭର୍ଣ୍ଣର ଠାରୁ ଚିଠି ଆସିଛି, ସ୍ପେଶାଲ ମେସେଜ। ଗଭର୍ଣ୍ଣରଙ୍କ ଚିଠି? ଗଭର୍ଣ୍ଣରଙ୍କ ଚିଠି? Dismiss? I am dismissed? ମୁଁ ଗୋଟେ ଟ୍ରେଟର, ଗୋଟେ ଦେଶଦ୍ରୋହୀ? ନା ନା ନା, ମତେ କେହି ଡିସମିସ୍ କରିପାରିବେନି। ମୁଁ ନିର୍ବାଚିତ ହେଇ ଆସିଛି, ମୁଁ ଲୋକ ପ୍ରତିନିଧି। ମତେ କିଏ ଡିସମିସ୍ କରିବ? କୁହ ରାଜେନ୍ଦ୍ର, କୁହ। ଗଭର୍ଣ୍ଣର ମତେ ଡିସମିସ୍ କରିପାରିବନି। Nobody can dismiss me. ମତେ କେହି ଡିସମିସ୍ କରିପାରିବନି। ସତ୍ୟବାଦୀ ଟଙ୍କା ଲୋଭରେ ଗୋଟେ ଅସାଧାରଣ ପ୍ରତିଭା ସତ୍ୟବାଦୀ ନଷ୍ଟ ହେଇଯାଉଛି। ଶ୍ରୀରାଧା ଏକ କବିତା, କିନ୍ତୁ ଏହାର ମଞ୍ଚନ ଦ୍ୱାରା ସାହିତ୍ୟ ଓ ନାଟକର ସମନ୍ୱୟ ଉପଲବ୍ଧି କରିବେ। ଶ୍ରୀରାଧା is a poem, but it was an attempt to show how literature and play come together. ତମେ କିନ୍ତୁ ତିଳେ ମାତ୍ର ବିଶ୍ରାମ ଦେବନି, ଛାଡ଼ିବନି ଅନ୍ୟ କେଉଁ ବାଟରେ ଯିବାକୁ। ତୁମର ନିଦ କାମରେ ଛାଇ ରହିଛି ମୋର ଲୁହାଣ ଦେହ। তুমি যাও ভাঙ্গি রুচি ধ্বংস হয়ে মোর আত্মা, যাହାର মনে ଅଛି ମୁଁ ତୁମକୁ ଧୋକା ଦେଇଥିବା ଦିନ ରାତି ପ୍ରତିଟି ମୁହୂର୍ତ୍ତ। କିଛି ସହିପାରୁନି, ଫୋପାଡ଼ି ଦେଉଛ ଏପର୍ଯ୍ୟନ୍ତ ଘଟିଥିବା ଘଟଣା ସବୁ। ତୁମେ ତ କାନ୍ଦନି କେବେ, କେମିତି ବୁଝିବ? ମୁଁ କାହିଁକି ପୁଣି ଲୁହ ଆଜୀବନ ବୋହି ବୋହି ଆସେ ତୁମରି ପାଖକୁ। ତୁମେ ବୁଝିପାରିବନି କେତେ ଭଲ ଲାଗେ ଯେବେ ଲୁହ ପୋଛି ହେଇଯାଏ। ପ୍ରଥମ ବୁନ୍ଧା, ତାପରେ ବୁନ୍ଧା ବି ଶେଷ ବୁନ୍ଧା ରହିଥିବା ଯାଏ। ଅସ୍ଥିର ଉତ୍ତର ଦେଲେ ଚଳି ଦେହ, ସୂତା ଦେହ। ସେକ୍ସପିୟରଙ୍କ ନାଟକ ପୃଥିବୀର ପ୍ରାୟ ସବୁ ଭାଷାରେ ମଞ୍ଚସ୍ଥ ହୋଇଛି। ତେଣୁ ରାଜା ଲିୟର, କିଙ୍ଗ ଲିୟର ନାଟକ ମଞ୍ଚସ୍ଥ କରିବାକେ ଆମେ ଉତ୍ସାହିତ ହୁଏ। ତାର କାରଣ ଦେଖିଲେ ବୁଝିବେ। King Lear has been translated practically to
all languages and staged. So we were very enthusiastic to stage King Lear in Odia. आमे तीन भागरे विभक्त कर सारिछु एबे आम्भर यही कामना जे समस्त चिंता एवं गुरुदायित्व आपना क्लांत वयस्क स्कंदर हटाई जड़े तरुण एवं बेस शक्ति संपन्न व्यक्ति हस्तर अर्पण करी चिंता शून्य हो क्रमशः आमे मृत्यु आड़ को आगे जीवु। पुत्र कर्नवाल पुत्र आलवानी उभय मोर प्रिय एबे आम्भे प्रकाश करने को जाऊँ आम्भर तीन कन्या को कि उपहार देव जेपरी भविष्य में कौन कलह बा विपद सृष्टि न हुए। मोर कनिष्ठ कन्या करेलियार पानी ग्रहण करने फ्रांस नृपति आ बरगंडी नृपति दुहे एटी अपेक्षारत से आम्भ दरबार में अनेक समय कटई पारे समस्त को आमर निष्पत्ति शुणाइबा एबे कुह कन्या माने तुम्भ मानक मध्यरु आम्भ को सबठारो किए बेसी भल पाओ जी बेसी भल पाए ताकू सबठारु अधिक उपहार देबारे आम्भर प्रभुत्व आनंद जाता है। प्रथमे मोर ज्येष्ठ कन्या गनरील तू कह। शब्दरे जेते प्रकाश करी हम नाही ताठारु भी बेसी भल मु पाए आपण ए चक्षुर ज्योति ससागर धरा समस्त प्रकार स्वाधीनता ए सब किछि ठारु अधिक ए दुनिया सबुठारु मूल्यवान दुर्लभ वस्तु ठारु आहुरी आहुरी बेसी प्रगाढ़ मो प्रेम आपण प्रति संस्कृति स्वास्थ्य सौंदर्य सम्मान भरा जीवन ठारू आहुरी बेसी कौन सी कन्या ता पिता को जेते भल पाई पारे अथवा कौन सी पिता एपरी कन्या पाई पारे ताठारू मध्य अधिक एते गभीर जे ताको कौन सी शब्द किंबा भाषा रे प्रकाश करिबा मो पक्ष संभवपर नुहे छामु। हे सबु अपेक्षा आपण करे गणरेल आपण को प्राण ठार मध्य आहुरी अधिक भल पाए। कटेलिया कौन कहब भल पाइले भी नीरव रहिब। कन्या तुम्भ काम प्रदान करुछु मानचित्र ए गार ठारू से गार पर्यंत जहाँ सब अच्छी घन घंच अरण्यानी उर्वर चाष जमी मत्स्यपूर्ण सोनाव्या नद नदी आउ विस्तृत श्यामल प्रांत ए सब तुम्हर एवं अल्बानींकर संतान संतति मानकर वंशानुक्रमिक भोग पाई रहिला। एवं मोर मध्यमा कन्या रिगाल कर्नवाल पत्नी तो पाड़ी मो भौणी जो हाथ गढ़ा मु भी से हाथ गढ़ा से आपण को जिते भल पाए मु भी सेतिकी भल पाए मो सर्वांतकरण कहूँ भल पाइबार सब परिभाषा भौणी तो कहीदे सारी किंतु तथापि से सब किछि ऊणा मन हेउछि मो मनर सबुठार अमूल्य अनाबिल कंदर मु कौन से आनंद को सेतिकी पसंद करूना जेतिकी पसंद करुछि आपण को प्रति थिबा गभीर प्रेम और श्रद्धा को बिचारी कटेल किंतु बिचारी प्रेम आत्म निर्णय नहीं मोर विश्वास अच्छे कहवा अपेक्षा मोर पितृ प्रेम बेसी घन और निबिड़
कन्या तुम्भको प्रदान करुछु साम्राज्यर एक विशाल तृतीयांश न्याय्यता मूल्यामूल्य कौन से थरे भी गणरेल को देथो संपत्ति थारु टिके भी उणा नुहे ए सब तोर एवं कर्णवानकर संतान संतति मानकर वंशानुक्रमिक भोग पे रहिला एबे शेषरे सबुठारु सान हेले भी स्नेहरे सामान्य टिके उणा न होइथिबा मोर कनिष्ठा कन्या कड़ेलिया जहाँ पाड़ी ग्रहण करने अंगुर क्षेत्र भरा फ्रांस नृपति आ गोरसरा प्लावित बर्गंडी नृपति तुम्हें ये अपेक्षाकृत देखा दुई भौणी को मिलता उपहार ठारू आहरी अधिक उपहार पाइबा सकाशे तू कौन कहीपर कह किछि नहीं छामु किछि नहीं कहले केवल किछि नहीं मिलिबो आउ थरे भाबी चिंते कह छामु मोर दुर्भाग्य जे मो हृदय को कथारे प्रकाश करि पारुनी किंतु कन्या अनुଯାୟୀ जेतिकी संभव सेतिकी मु मो छामु को भल पाए बेसी नहीं कि कम भी नहीं करेलिया मो संभाली कथाबार्ता कर नहले समस्त संपद सौभाग्य वंचित हब प्रिय छामु आपण मते संसार को आनिछंती लालन पालन करिछंती भल भी पाइछंती मो मध्य से भल पाइबार प्रतिदान देई आसीछि आज्ञा पालन करिछि भल पाइछि सम्मान देखैछि जदि मो भौणी माने कहूथांती जे आपण ही सेमानक समस्त प्रेमर एकमात्र अधिकारी ताहले सेमाने विवाह कले काहे रूप नारायण साहा एक गल्प पठन किंतु मनीष समाज और मूल्यबोधर एक नूतन आभिमुख्य अनेकों को आच्छादित करथिला। रूप नारायण साहा was a storytelling but with lot of emotions, with lot of visuals which may, well, I think it affected many who wrote about it. I look forward to your views as well. बनारस रास्तारे असंभव लोक भिड़ बनारस भारत भूमिर पुण्य कांगाल जनतार चिर ईप्सित बनारस रास्तारे सियार सियार होई लोकों धाड़ी जमाट बंधा बरफर स्तूप जेमती सूर्यर प्रथम किरण रे धीरे धीरे ग्लेसियर परी प्रसरी जाउची आउ तार प्रभाव रे संकीर्ण राजपथर प्रतिटी वर्ग इंच को आलिंगन करी करी किंतु ये तो बनारस नुहे बनारस बहु वर्ण विभूषित बहु विचित्र आशा करुच्ची आपण नाटक गुड़िक देखिए नाटक गुड़िक पुनश्च देखिबार सुजोग पाइबे एवं अन्य माननकु जणैबे। I hope you will get another opportunity. That's why this reminder to see the plays and hope you would also share it with others.